तो नमस्कार जय जगन्नाथ मु गुलेक धरी पुणी आथरे आ गोटे भिडियो देखिपे आज आम कौटी जाऊँ आपण मैंने तो जानी सारे आउ कह कौन आज से जगह को जाऊँ टे देखा आज जो माँ को पूजा हम से पूजा को जाऊँ अक्षय तृतीया आ पूजा केमी कौन हम भिडियो से आम टोटाल विजुअल देखदेबू भिडियो टी पूरा फास्ट रु लास्ट पर्यटन भिडियो देखु तापर भिडियोर महत्व केमती जानीपारे आउ शेष को भिडियोटा भल लगे कि न लगे आ कमेंट बक्स में जाई कमेंट करिए। चलते जा देवगाँ माँ खंडराई मूलपीठ जो आमर छरिकपल्लीर मूलपीठ से देखा चलतु देरी नक माँ पीठ को जा माँ पीठ केमी कौन पूजा हो टोटाल पूजार भ्यू आम शूटिंग कर देखुए आम आग आगे सारुआ बिल से जाऊँ माँ को पीठ को 3 जन आम आगे लोक बहुत जाए देवगाँ जाऊँ आम लोक आगे आग को देखी कौन सी सामग्री देखी जीव बोली आम पछुआलु बर्तमान आम बड़ कौन पाखापाखि अच्छु सरी बड़ कौन क्रस कर पाटना पाखापाखि गलु आम आगे 3 जन आप देखी पारे वर्षा पागर केमी कोहला कोहला शीत लगुच खरा दिन में भल ठंडा ठंडा लगुच जाओ माँ को कृपारू आज अक्षय तृतीया वर्षा माँ डाकी आनी पूरा पाटना पाखापाखि आम पहुँच गलु फटाफट यूटर्न नेलु बर्तमान आम चलू देवगाँ रास्ता आप देखिपे ठीक से जो मैंने देखी ना पूरा फास्ट रु लास्ट पर्यटन देखु आगे केमी लगे माध्यम आप मतामत देखे देखुए जाऊँ माँ को दर्शन करने आज अक्षय तृतीया पूजा हो आज चाष क्षेत्र में समस्ते चाष आरंभ हम फास्ट माँ को भोग लगे अक्षय तृतीया चाष आरंभ हम आज अक्षय तृतीया उपलक्षे आज आम जाऊँ देवगाँ माँ खंडराई ठाकुराणी पीठ पाखक आज अक्षय तृतीया जेहेतु आज आम 12 तारीख पूजा आज अक्षय तृतीया पूजा आज है दिन समस्त चाष क्षेत्र में लगे धान बुणा बुणी रही धान तली पका पकई हम से आज माँ को शाल भोग लाग हम भोग लगला काली समस्ते चाष क्षेत्र में चाष कर जे जे वीडियो देखुंत जय माँ खंडराई लिखि दिंतु तुरंत लिखि दिंतु जय माँ खंडराई जे जे वीडियो देखुंत संगे संगे शेयर कर दिंतु।
ସବୁଆଡେ ଜଙ୍ଗଲ ଜଙ୍ଗଲ ଭିତରେ ପାହାଡ ମଝିରେ ଗୋଟିଏ ଗାଁ ଦେଉଗାଁ। ସେ ଦେଉଗାଁରେ ଆମର ବହୁତ କିମ୍ବଦନ୍ତୀ ଅଛି ତା ଭିତରେ। ଏହା ତ କହିଲେ ସରିବନି। ଦେଖିଛି ଆମ ଲୋକ ଆଗରେ 2 ଜଣ ଅଛନ୍ତି ଆଉ ଦେଖିବେ ଆମ ଲୋକ ନା ନବୀନ ଆମ ଲୋକ ସେମାନେ ଆଗୁଆ ଯାଉଛନ୍ତି। ଦେଖନ୍ତୁ ଦେଉଗାଁ ପାଖ ହେଇଗଲୁ ପୁରା ଟୋଟାଲ ଦେଉଗାଁ ପାଖ ସ୍କୁଲଟା ହେଇଗଲା ଏଇଟା। ମେଡିକାଲଟା ଚାଲୁ ହଉଛି ନା ମେଡିକାଲ ଚାଲୁ ହଉଛି ନା ହଁ ସେଇଟା ହଷ୍ଟେଲଟା ହଉଛି ହଷ୍ଟେଲ କେତେ ବଡ ହଷ୍ଟେଲ ଦେଖା ବୁଝିପାରୁଥିବେ ହଷ୍ଟେଲ ନୂଆ ହଷ୍ଟେଲ ହଉଛି କିଛି ଓପନିଂ ହେଇନି କାର୍ଯ୍ୟକ୍ରମ କିଛି ଚାଲିନି ମାଷ୍ଟର ବି ରହିନାହାନ୍ତି କାମ ତ କିଛି କମ୍ପ୍ଲିଟ ହେଇନି ଆଉ କଣ କରିବା ଗୋଟେ ବନ୍ଦ କରୁଛନ୍ତି। ତ ଦେଖିପାରୁଥିବେ ଆମେ ବର୍ତ୍ତମାନ ଗାଁ ପାଖରେ ଥିଲୁ ଗାଁରୁ ଯାଉଛୁ ଗାଁରୁ ଟିକେ ଦୂର ବାଟ ହବ ବର୍ତ୍ତମାନ ଆମେ ଠାକୁର ଘର ଯାଉଛୁ ରାସ୍ତା ଭଲ ଅଛି କଂକ୍ରିଟ ରାସ୍ତା ଟିକେ ପଥର ଉଠି ଯାଇଛି ଆଉ ସବୁ ଲୋକ ଯାଇସାରିଲେଣି ଠାକୁରଙ୍କୁ ଆମେ ଟିକେ ପଥର ରହିଯାଇଥିଲୁ ଟିକେ ପଥର ଟିକେ ଆମର ଅନ୍ୟ କୌଣସି କାମ ଥିଲା ଗୋଟେ ଆଉ ସେଥିପାଇଁ ରହିଯାଇଥିଲୁ ଆଉ ଦେଖିବେ ষাঠিଏ କୁଶର ଆଧାର ଯଦି 60 କୁଶର भुआ जी आनी तो जाते सेल्फी कैमरा नहीं जा सेल्फी स्टिक नहीं जा तो देखिपे आम बर्तमान शाल को पहुँची जाइए पूजा आरंभ हो खेल कीर्तन शुभिलानी आठी जूता फूता खोलू जाऊँ तो देखिपे गरम भी लगुच बर्तमान जाऊँ गेटा से पट छाड़ी आसल देख लो ये पट से कुल कीर्तन केमती कौन हो आलो कर ना मोबाइल धर ना धर धर लाइव धर धर ना एटा मते खाली केवल देखिया तो ना पूरा चारिटे बुलिक उठे दे
ମତେ ମଜା ମଜାରେ ଏମିତି ଭୋକ ହଉଛି କେତେବେଳେ ଆଉ ଭୋକ ହଉନି ଏମିତି ହଉଛି ମାନେ ଖିଚିଲାଟା ଆଉ ତମେ ସେଇଟା ପୁରୀ ଖାଅ ମତେ ମାନେ ଯତ ନାଳ ଜିନିଷ ଖାଇଲି ସବୁଆଡ଼େ ଗରମ ସବୁ ଖାଇବା ତମର ଝିଅ ଖାଲି ଏମିତି ଆସିଲେ କୁଚକୁଚ କରୁଛନ୍ତି ଆରାମ କିଲୋ ଆମ ଝିଅରେ ଦେହ ଦିଦି ଘର ପଟି ଯାଇଛି ତ ସାଙ୍ଗମାନେ ଦେଖିପାରୁଥିବେ ଆମେ ବର୍ତ୍ତମାନ ମନ୍ଦିର ଶାଳରୁ ବାହାରିଲୁ ଠାକୁରଙ୍କ ଶାଳରୁ ଠାକୁରଙ୍କ ପୂଜା ସରିଗଲା ଆଉ ଏନେ ଭୋଗରାଗ ହବ ସେ ଆମେ ବାହାରି ପଳେଇ ଆସିଲୁ ଆମର ଟିକେ ଅଲଗା କାମ ଅଛି ଆଉ ଦେଖିପାରୁଥିବେ ଏଇଟା ଆମେ ତାଙ୍କ ଠାକୁରଙ୍କ ଗେଟ୍ଟା ଏପଟେ ଆସିଥିଲୁ ଏପଟେ ଦେଖିପାରୁଥିବେ ଏପଟେ ରହିଲା ଠାକୁର ଶାଳଟା ସେପଟେ ସାଇଟ୍ ଏପଟେ ଆମେ ପଳେଇ ଆସିଛୁ ଏଟା ହେଲା ଯୋଉ ରାସ୍ତା ଅଛି ନଗଡ଼ା ରାସ୍ତା ଦେଖିପାରୁଥିବେ ନଗଡ଼ା ହାଟ ଯିବା ନା କ'ଣ ଯିବାନି ହଁ ଅଧା ହାଟ ବୁଲେଇବେ କ୍ୟାମ୍ପ ପର୍ଯ୍ୟନ୍ତ ଆଗ ତ ନେଇ ନଗଡ଼ା ହାଟ ଯିବା ପାଇଁ ସମୟ ହେବନି ଆମେ ବର୍ତ୍ତମାନ ନଗଡ଼ା ରାସ୍ତାରେ ଅଛୁ ଚାଲ ଚାଲ ଏଇପଟେ ବୁଲା ପଳେଇବା ନଗଡ଼ା ହାଟ ଯିବା କାହିଁ ଆଉ ତ ମନ୍ଦିରରୁ ବାହାରିଲୁ ବର୍ତ୍ତମାନ ଗାଡ଼ିରେ ବସିଲୁ ଏବେ ଯାହା ବହୁତ ଖରା ହେଇଗଲାଣି ସେତେବେଳେ ମେଘ ପାଗ ଥିଲା ଏଇ ବର୍ତ୍ତମାନ ଟାଇମ୍ ଆମର 12ଟା 15 ହେଇଗଲା ପ୍ରବଳ ଖରା ଗୁଳୁଗୁଳି ସହିତ ଖରା ବି ହେଉଛି ଦେଖିପାରୁଥିବେ ଆମେ ମନ୍ଦିରରୁ ଠାକୁର ଶାଳରୁ ବାହାରିଲୁ ଗେଟ୍ଟା ଦେଖିପାରୁଥିବେ ଗେଟ୍ ଛାଡ଼ିଦେଲୁ ଆମେ ବର୍ତ୍ତମାନ ଆପଣ ଆସନ୍ତୁ କେବେ ଦେଖିକି ଯିବେ ଆମର ଯୋଉ 60 କୋଶର ଶ୍ରେଷ୍ଠ ଦେବୀ ମା ଖଣ୍ଡୁରାଇ ଆଉ ସେଠି ତାଙ୍କର ଆଜି ପୂଜା ହଉଥିଲା ଯୋଉ ଅକ୍ଷୟ ତୃତୀୟା ପାଇଁ ଆଉ ଆସନ୍ତୁ ଆପଣ ଯଦି ଆସିବେ ଆପଣ ୟାଙ୍କର ବାର୍ଷିକ ପୂଜା ହଉଛି ମେନ୍ ପୂଜା ରହୁଛି ଆମର ପୁଷ ପୂର୍ଣ୍ଣିମାରେ ଆସନ୍ତୁ ଆଜି ଟିକେ ଲୋକ କମ୍ ଥିଲେ ଯେହେତୁ ବାରପଦାନୀ ପୂଜା ଏଟା ସେ ଖାଲି ବାରପଦାନୀ ଆସିଥିଲେ କାଁ ଫାଁ କିଏ ଗୋଟେ ଗାଁରୁ ଆସିଥିଲେ ସେତିକି ନହେଲେ ନାହିଁ ଆଉ ଯେତେବେଳେ ଆସିବେ ଆପଣ ପୁଷ ପୂର୍ଣ୍ଣିମା ଜାନୁଆରୀ ମାସରେ ପଡ଼ିଯାଉଛି ସେଇ ସମୟରେ ପୁଷ ପୂର୍ଣ୍ଣିମାରେ ଆପଣ ଆସନ୍ତୁ ଦେଖିବେ ଆଉ ଏଠି ଯୋଉ ଆମେ ବର୍ତ୍ତମାନ ଏଇ ଯୋଉ ରାସ୍ତାରେ ଯାଉଛୁ ଏଇ ରାସ୍ତାରେ ପୁରା ଗହଳି ରାସ୍ତା ହେଇଯିବ ସେଇ ସମୟରେ ତ ଯାଇପାରିବେନି ଯେ ଯାତାୟାତ ଗହଳି ହେଇଯିବ ପ୍ରବଳ ଲୋକ ସବୁଆଡ଼ୁ ଲୋକ ଆସନ୍ତି ଆମର 3ଟା ଡିଷ୍ଟ୍ରିକ୍ଟର ଲୋକ ଆସନ୍ତି ଯାଜପୁର ଢେଙ୍କାନାଳ କେଉଁଝର 3ଟା ଡିଷ୍ଟ୍ରିକ୍ଟର ଲୋକ ଏଠି ବେଶୀ ପରିପୂର୍ଣ୍ଣ ହୋଇଯାଆନ୍ତି ଆପଣ ଆସନ୍ତୁ ଏଇ ଜାଗାକୁ କେବେ ଦେଖିବେ ଆଉ